ଟିପୁନା ଆଜି ତା ସାଙ୍ଗେ ଆମକୁ ଖେଳେଇଲାନି। କାହିଁକି लो? ତା ସଂଗାତ ଆସିବ। ସଂଗାତ? ଜେଜେମା ଏଇ ଦି ସଂଗାତ ଯାକ ଆସିଗଲେଣି ଆଉ। ଜେଜେମା ଏ ମୋ ସଂଗାତ ଦୀପକ। କଣ ବୁଢା ହେଲେ ତମେ ଦି ଜଣ ଯାକ ଏକାଠି ପାଠ ପଢୁଛ? ହଁ ଜେଜେମା। ଏକାଠି ଦୁଷ୍ଟାମି କରୁଥିବ। ଜେଜେମା ତୁମ ଯୋଉ କଥା ଆଉ ଦି ସଂଗାତ କେମିତି ହେଲ ବା? ତମେ ଆଉ ସେ ମାଗୁଣି ଗୋକୁଳି ଭଳିଆ ସଂଗାତ ନୁହ ତ? ମାଗୁଣି ଗୋକୁଳି କି ଜେଜେମା? ତମେ ସମସ୍ତେ ଏଠି ଆସି ଚୁପଚାପ ହେଇ ବସ, ମୁଁ ତମକୁ ମାଗୁଣି ଗୋକୁଳି କଥା କହିବି। କଣ ଶୁଣିବଟି ପିଲାମାନେ? ଆଉ ତୁ ଶୁଣିବଟି ମୋ ସଂଗାତ? ହଁ ଶୀଘ୍ର କୁହ। ହଉ ଶୁଣ, ଅନେକ ଦିନ ତଳର କଥା। ଗୋଟିଏ ଗାଁରେ ଦିଟା ପିଲା ରହୁଥିଲେ। ଜଣକ ନାଁ ଗୋକୁଳି ଆଉ ଜଣକ ନାଁ ମାଗୁଣି। ଦି ଜଣ ଯାକ ସଂଗାତ ବସିଥାନ୍ତି। ସଂଗାତ ବସିଲେ କଣ ହବ? ଦି ଜଣ ଯାକ ଭାରି ବଦମାସ। ପାଠ ପଢନ୍ତିନି, ଚାଟଶାଳୀକି ଯାଆନ୍ତିନି, ୟା ପୋଖରୁ ମାଛ ଧର, ତା ବାଡରୁ ଚୋରି କର, ଏମିତି ଦିନ ସାରା ବୁଲିଥାନ୍ତି। ତାକୁ ବାପା ମା ମାନେ ଯେତେ ବୁଝେଇଲେ ବି ମାନେ ମୋଟେ ବୁଝନ୍ତିନି, ବହୁତ ମନ ଦୁଃଖ କରନ୍ତି। ଦିନେ ତାଙ୍କ ବାପା ମା ମିଶିକି ଦି ଜଣକୁ ଖୁବ୍ ପିଟିଲେ। ଏତେ ପିଟିଲେ ତାଙ୍କ ଦେହରେ ନୁଳା ଫାଟିଗଲା। ହେଲେ କଣ ହବ? ମାଡ଼ ଖାଇସାରିବି ଗୋକୁଳି ମାଗୁଣିର ଚେତା ପଶିଲାନି। ଦୁଷ୍ଟ ବୁଦ୍ଧିରେ ସେମାନେ ସ୍ଥିର କଲେ ଘର ଛାଡି ପଳେଇବେ। ସଂଗାତ ଚାଲ ଘର ଛାଡିକି ପଳେଇବା। ଆଉ ଯାହା କହିଲୁ ରେ ସଂଗାତ, ଭାରି କଷ୍ଟ, ଆଉ ସହି ହଉନି। ଦେଖୁନୁ ମୋ ବାପା କେମିତି ଗୋରୁ ଗାଈ ପିଟିଲା ମିନ୍ତିଲା ମୋ ପିଠିରେ ନୋଳା ଫଟେଇ ଦେଇଛନ୍ତି ରେ। ଆରେ ମୋ ବାପା କମ ପିଟୁଛନ୍ତି କି ରେ? ଆମ ଦି ଜଣଙ୍କର ଏକା ଦଶା। ସଂଗାତ ସତରେ କଣ ଘର ଛାଡି ପଳେଇବା? ହଁ, ଯୁଆଡେ ଇଚ୍ଛା ମନ ଖୁସିରେ ଯିବା, କେହି ଆଉ ପିଟିବାକୁ ନଥିବେ। ସଂଗାତ ଯିବା ଯେ, ହେଲେ ଯୋଉ ଅନ୍ଧାର ମାଡି ଆସୁଛି। ଆରେ ଏଇଟା ହଉଛି ଠିକ ସମୟ। ଏତିକି ବେଳେ ଗଲେ କେହି ଜାଣିପାରିବେନି, ଆମେ ମନ ଖୁସିରେ ପଳେଇବା। ଏ ସଂଗାତ ଘରେ ଟିକେ ଆଉ ଘରକୁ କିରେ ମାଡ ଖାଇବାକୁ ତ ପିଟି ଗଲୁ କଲାଣି କିରେ? ଚାଲେ ଠିକ ଅଛି ଯିବା। ସଂଗାତ ଭାରି ଭୋକ, ମୋର ବି ଆଉ ଗୋଡ ହାତ ଚଳୁ ନାହିଁ। ଏଇଠି ସଂଗାତ ଆମେ ବୋଧେ ଆମେ ଘରୁ ପଳେଇ ଆସି ଭୁଲ କଲେ। ସେମିତି କହ ନାହିଁ, କିଏ ଯଦି ଶୁଣିବ ଆମକୁ ବାପା ମାଙ୍କ ପାଖକୁ ନେଇଯିବ, ତାପରେ ପିଠିର ଅବସ୍ଥା କଣ ହବ ଭାବି ପାରୁଛୁ ତ? କଥା ଠିକ ଯେ, ହେଲେ ଏତେ ଭୋକରେ ମୁଁ ଆଉ ପାଦେ ବି ଚାଲି ପାରିବିନି। ନା କିଛି ଗୋଟେ ବୁଦ୍ଧି ଚିନ୍ତା କର। ନା ମ ଏ ଭୋକରେ ମୋ ମୁଣ୍ଡରେ ଆଉ ବୁଦ୍ଧି ସୁଦ୍ଧି କିଛି ବସୁନାହିଁ। ପୁଣି କିଏ ଗୋଟେ ଆଇଲାଣି। ତାଙ୍କୁ ଜମା ଘର ଛାଡିବା କଥା କହିବୁନି। ଭୋକ କଥା ଯାହା କହିବା କଥା ମୁଁ କହିବି, ତୁ ଖାଲି ଚୁପ ରହିକି ମୁଣ୍ଡ ଟୁଙ୍ଗାରିବୁ। ତମେ ଦିନ ଗାଁ ମୁଣ୍ଡ କାହିଁ ବଇଛ? ଘର କୋଉଠି? କୋଉଠୁ ଆଇଛ? କାନ୍ଦିବି କିରେ କିରେ କଥା କଣ? କାନ୍ଦୁଛ କାହିଁକି? ତମେ ତ ଭଲ ଘର ପିଲା ଭଳିଆ ଜଣା ପଡୁଛ। କଣ ତମ ନାଁଟି? ଗୋକୁଳି। ମାଗୁଣି।
ଗୋକୁଳି ମାଗୁଣି। ଓହୋ ତମେ ଦିଟା କାନ୍ଦ ବନ୍ଦ କଲ। ହଁ କଣ ହେଇଛି କୁହ, ମୋତେ ଆଗେ କହିଲ, ମୁଁ ତମମାନଙ୍କୁ ଦରକାର ପଡ଼ିଲେ ସାହାଯ୍ୟ କରିବି। ନଈ ବଡିରେ ଆମର ସମସ୍ତେ ଭାସିଗଲେ, ଖାଲି ଆମେ ଦିଟା। ଆଚ୍ଛା ତମେ ଦିଟା ପାଠରେ ପଢିଛ? ପାଠ ହଁ ପଢୁଥିଲୁ, ହେଲେ ପେଟ ପୋଷିବା କଷ୍ଟ ବୋଲି ଛାଡିଦେଲୁ। ଭାରି କଷ୍ଟ। କଣ ଭାରି କଷ୍ଟ? ନାଇଁ ଆଜ୍ଞା, ପେଟ ପେଟ କଷ୍ଟ ଆଜ୍ଞା। ଆଚ୍ଛା 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 ତମେ ଦିଟା କି କି କାମ ସବୁ କରିପାରିବ? ଆଜ୍ଞା ସବୁ କାମ ଆଜ୍ଞା, ଆପଣ ଯାହା କହିବେ ଆମେ ଆଜ୍ଞା ସେଇ କାମ କରିବୁ। କଥାରେ ପା ଅଛି ପେଟ ପୋଷ ନାଇଁ ଦୋଷ। ଆଚ୍ଛା ଆଚ୍ଛା ମାଟି କୋଡି ପାରିବୁ? ଆଜ୍ଞା ଆଜ୍ଞା ପାଣି ମୋଡେଇ ପାରିବୁ? ଆଜ୍ଞା ଘାସ ବାଛି ପାରିବୁ? ଆଜ୍ଞା ସବୁ ପାରିବୁ ଆଜ୍ଞା। ଆଚ୍ଛା କିରେ ଗୋକୁଳି ଗାଈ ଜଗି ପାରିବୁ? ହଁ ଅଲବତ ଜଗିବି ଆଜ୍ଞା, ଆପଣ ଥରେ କାମ ଦେଇ ଦେଖନ୍ତୁ। ହଁ ତା ଠିକ ଅଛି, ତମେ ଦିଟା ମୋ ସାଙ୍ଗେ ଘରକୁ ଆସ। ଆଗେ ଖାଇ ପିଇ ଶାସ୍ତା ମୁହ, ତାପରେ ଯାଇ କାମ, ବୁଝିଲ? ମୋ ପଛରେ ତମେ ଦିଟା ଆସ। ଆଜ୍ଞା ରହିଯା ମୁଁ ଟିକେ ବସି ପଡେ। କଣ ହେଲା? ଆଉ କହନା ସଙ୍ଗାତ, ଆଉ କହନା, ଏମିତିଆ ଓଲେଇ ଗାଈ ମୁଁ ଦୁନିଆରେ କୋଉଠି ଦେଖିନାହିଁ। କିଏ ତା ଧାନ ବିଲରେ ପଶିଗଲାଣି, କିଏ ତା ବାଡିରେ ପଶିଗଲାଣି। ଏଗୁଡାକ ପଛରେ ଗୋଡେଇ ଗୋଡେଇ ମୁଁ ପୁରା କ୍ଳାନ୍ତ ହେଇଗଲିଣି। ସଙ୍ଗାତ ଭାରି କଷ୍ଟ ନାଇଁ ରେ? ତୋର କିନ୍ତୁ ଭାରି ମଜା ନାଇଁ ରେ? ଗଛରେ ପାଣି ଦବା କଥା ଧୀରେ ସୁସ୍ଥେ ଦଉଥିବ। ହଁ କାଇଁ କହୁଛୁ? ମୋ ହାତକୁ ଦେଖିଲୁ, ଏତେ ବଡ ବଡ ଭେଣ୍ଡି। କଣ ଆଉ କରିବି କହ? ଗୋପୀ ସାହୁକାରର ଏତେ ବାଡି ବଗିଚା ଯେ ଯେତେ ପାଣି ଦେଲେ ବି ସରୁନାହିଁ। ସେଥିରେ ପୁଣି ବାଡି ବଗିଚାର ଯତ୍ନ ନେବା ପାଇଁ କହୁଛି। ସଙ୍ଗାତ ତୁ ଠକେଇ ଜାଣିନୁ? ଠକେଇ କେମିତି? ହେଇକି ଆଜିଠୁ ତୁ ମୋ କାମ କରିବୁ, ମୁଁ ତୋ କାମ କରିବି। ମୁଁ ରାଜି। ଚାଲ ଯିବା, ଗୋପୀ ସାହୁକାରକୁ କହିବା ଆମେ କାମ ବଦଳ କରିବା। ସଙ୍ଗାତ ମୋ ବାପା ମାଙ୍କ କଥା ବହୁତ ମନେ ପଡୁଛି ରେ। ମୋର କଣ ମନେ ପଡୁନି? ହେଲେ ସେମାନଙ୍କ ପାଖକୁ ଫେରି ଯିବାକୁ ଆମର ଆଉ ସାହସ ନାହିଁ। ଚାଲିଗଲା ସମୟ, ବୋହିଗଲା ପାଣି, ଆଉ କଣ କେବେ ଫେରିଆସେ? ଛାଡ ସଙ୍ଗାତ ଛାଡ। ହଉ ତୁ ଗୋପୀ ସାହୁକାରକୁ କାମ ବଦଳ କରିବା କଥା କହ। ଠିକ ଅଛି ମୁଁ କହିବି, ହେଲା ତ? ଚାଲ। ରେ ମକୁନା ଆଜ୍ଞା ଶୁଣିଲୁ ଏଡେ କଣ କାମ ପାଇଁ ଡାକୁଥିଲା ଆଜ୍ଞା? ଆରେ ମାଗୁଣି ଗୋକୁଳି ଦିଟା ଏଯାଏ ଫେରିଲେନି, ସଞ୍ଜ ହେଲେ ଫେରି ଆସିବେନି? ଏଇ ବୁଝିଲୁ ମକୁନା, ସେ ଇଏ ମାଗୁଣିଟା ପକ୍କା ଠକ। ଆଉ ଏ ଗୋରୁଗୁଡାକୁ ନେଇକି ୟା ଛାଡି ଦଉଛି, ସେଗୁଡା ୟା ତା ବାଡି ପଶି ଫସଲ ନଷ୍ଟ କରୁଛନ୍ତି। ଆଉ ସେ ଲୋକ ଗୁଡା ଆସି ମୋରି ପାଖରେ ଫେରା ଦଉଛନ୍ତି। ଆଜ୍ଞା ଆପଣଙ୍କୁ ମିଛ ମତେ ସତ, ତେମେ ଆପଣ କହୁଛ ବୋଲି ଖାଲି କହୁଛି। ମାଗୁନ୍ତୁ ଗୋକୁଳି 16 ପଣ ଛାପୁଆ। ତୁ କେମିତି ଜାଣିଲୁ?
ତମେ ତ କାମ ବଦଳେଇ ଦେଲ। ମାଗୁଣଟା ହେଲେ ଗଛରେ ମୁଣ୍ଡା ମୁଣ୍ଡା ପାଣି ଦଉଥିଲା, ଆଉ ଗୋକୁଳଟା ପୁରେଇ ତ ନିଆଁରେ ଘିଅ ଦେଲା ବେଳେ ଖାଲି ଶୁଆ ଶୁଆ କରୁଛି। ଦେଖୁନ ଗଛ ଗୁଡା କେମିତି ମୁର୍କୁଟିଆ ହେଇଗଲାଣି। ସତରେ ଇଆଡେ ଇଏ ଦିଟାକୁ ଧର୍ମ ଛାଡ଼ିଲେଣି ଆଉ। ରାସ୍ତାରେ କାଙ୍ଗାଳ ଭଳିଆ ବୁଲୁଥିଲେ, ଖାଇବାକୁ ପିଇବାକୁ ଦେଇ ଘରେ ନିଜ ମଣିଷ ଭଳିଆ ରଖିଲାରୁ ଏ ଢିକିକୁ କାଠ ମଳିଲେଣି। ଆଜ୍ଞା ସେମାନେ ଖାଇଦେବି। ଆସ ଦେ ସେମାନଙ୍କୁ। ତମଟାକୁ ଡାକିଦେବି। ଡାକେ। ଆରେ ମାଗୁଣି ଗୋକୁଳି ଇଆଡେ ଆସ, ସାହୁକାର ଡାକୁଛନ୍ତି। ଆଜ୍ଞା ସେମାନେ ଆଇଲେଣି। ହେରେ ମାଗୁଣି, ଗାଈ ନେଇ ଯାଇଥିଲୁ? ହଁ। ଗାଈ ଛାଡିଦେ କୁଆଡେ ମରୁଥିଲୁ? ଆଜ୍ଞା ମୁଁ ତ ହଁ ତୁ ଗାଁଟା ଯାକ ଲୋକଙ୍କର ଗୁହାରି, ୟା ବାଡ଼ିରେ ପଶିଲେ ତା ବାଡ଼ିରେ ଖାଇଲେ, କେବେ ତୁ କଣ କରୁଥିଲୁ? ମୁଁ ତ ଆଜ୍ଞା ତାଙ୍କ ପଛରେ ଧାଇଁଛି। ଚୁପ୍, ପେଟେ ଭାତ ଠୁକି ଦେଇ ତୁ ଗଛ ତଳେ ମଲା ଭଳିଆ ଶୋଇଥବୁ, କହିଲା କହିଲେ ମୁଁ ଧାଇଁଛି। ଆଜ୍ଞା ଗାଈ ଗୁଡାକ ଭାରି। ଆବେ ଚୁପ୍, ଫେର ପାଟି କଲୁ। ଆରେ ଗୋକୁଳି, ଗଛରେ ପାଣି ଦେଇଥିଲୁ? ଆଜ୍ଞା ଗଛରେ ପାଣି ଦେଇ ମୋର ଅଣ୍ଟା ପିଠି ଲାଗିଗଲାଣି। ଚୁପ୍, ତୁ ଯଦି ପାଣି ଦଉଛୁ ଆଉ ଗଛ ଗୁଡା ମଲା ଭଳିଆ କାହିଁ ଦେଖାଯାଉଛନ୍ତି? ହେଁ, ତୁ ତ ବେଶ ଗୋଲେଇ ଗଲୁ ନା। ଏଇଟା ମୋ ପିଲା ଦିନର ଚେହେରା ଆଜ୍ଞା, ସଙ୍ଗାତକୁ ପଚାରୁନାହାନ୍ତି। ସେଇଠି ଦେବି ଗୋଟେ ବ୍ରହ୍ମ ଚାପଡ଼ ଯେ ବୋପାକୁ ମଉସା ବୋଲି ଡାକିବୁ। ଏ ତ ଭାରି କୋହାଳି ଆଇଛି। ବକୁଦା ଆଜ୍ଞା ଯା ଖାଉଦାଣି କହିଦେ, ଏ ଦିଟାଙ୍କର ଆଜି ରାତିରେ ଖାଇବା ବନ୍ଦ। ଯାଉଛି ଆଜ୍ଞା। ଏଗୁଡାକୁ ଦାନା କଣ ଛାଡ଼ିଲେଣି? ସଙ୍ଗାତ କଣ ଶୋଇନୁ? ନିଦ ହଉନାହିଁ। ହବ କୋଉଠି, ପେଟରେ ତ ମୂଷା ଦୌଡୁଛି ନା। କଣ କରିବା କହ? କଣ କରିବା, ମୋ ରୋଗରୁ ଆସି ତ କାନ୍ତାରେ ପଡିଲା। ସଙ୍ଗାତ ଏ ସାହୁକାରଟା ଜମା ଭଲ ଲୋକ ନୁହଁ। ଆରେ ଆଜି ହାତ ଉଞ୍ଚେଇଲା, କାଲି ଯେ ନ ପିଟିବ କିଏ କହିବ? ଚାଲ ଏଠୁ ପଳେଇବା। ପଳେଇବା? ଆରେ କୋଉଠି ପଳେଇବା? ଆଉ କାହା ଘର ଦେଖିବା? ଆରେ ସିଏ ଯଦି ଏ ସାହୁକାରଠୁ ଆହୁରି ଅତ୍ୟାଚାରୀ ହେଇଥିବ? ତାହେଲେ କଣ କରିବା ତୁ କହୁନୁ? ତୁ କହୁନୁ କଣ କରିବା? କୋଉଠି ଗୋଟେ କିଛି ଧନ ରତ୍ନ ମିଳିଯାଆନ୍ତା ବୋଲା, ଆଉ କାହା ଘରେ ଗୋଲାମୀ କରନ୍ତେ ନାଇଁ। ସଙ୍ଗାତ, ଆରେ ତତେ ଗୋଟେ କଥା କହିବାକୁ ଏକଦମ ଭୁଲି ଯାଇଥିଲି। ଆଉ କଣ କହୁନୁ? କଥା କଣ, ମୁଁ ଗାଈ ଚରେଇବାକୁ ସେ ତାଳ ବଣିବାକୁ ଯାଇଥିଲି। ସେଠି ଯୋଉ ଦିଟା ବଡ ବଡ ଗଛ ନାହିଁ? ସେଇଠୁ କଣ ହେଲା? ତୁ ଦେଖିକି ଡରିଗଲୁ କି? ମୁଁ କାହିଁ ଡରିବି ମ? ଆରେ ଗାଈ ଚରୁ ଚରୁ ମତେ ଟିକେ ନାକୁ ହାଲିଆ ଲାଗିଲା, ମୁଁ ସେ ଗଛ ଛାଡି ଟିକେ ଶୋଇ ପଇଲେ। ସାହୁକାରଟା ବି କେମିତି ଜାଣିଲା କେଜାଣେ? ସେଇଠୁ କଣ ହେଲା? ଆରେ ସେଇଠୁ ହବ କଣ, ଗୋଟେ ବଡ ଅଦ୍ଭୁତ ଘଟଣା ଘଟିଲା। ସେ ଯୋଉ ଦିଟା ଗଛ ନାହିଁ, ନିଜ ନିଜ ଭିତରେ କଥାବାର୍ତ୍ତା ହଉଥିଲେ। ହଁ, ଗୋଟେ ଗଛ କହିଲା, ଏଠି ଏତେ ପୋତା ଧନକୁ ଆମେ ଜଗି ରହିଛେ, ଆକୁ କିଏ ନେଇଯାଆନ୍ତା କି ଆମର ଗୋଟେ ଚିନ୍ତା ଯାଆନ୍ତା। ସେଇଠୁ କଣ ହେଲା? ସେଠୁ ଆର ଗଛଟା କହିଲା, ଯଦି ନବ ଗୋଟେ ଭଲ ଲୋକ ନେଲେ ଭଲ ହବ। ତାପରେ ତାପରେ ହବ କଣ, ଆମର ଯୋଉ ଓଲେଇ ଗାଈ ତା ପଛେ ପଛେ ଦୌଡିକି ତ ମୁଁ ଆଜି ସାହୁକାରଙ୍କ ପାଖରେ ପହଞ୍ଚିଲି। ତାପରେ ତ ଯାହା ହେଲା ତୁ ଜାଣିଛୁ। ଆଉ ସଙ୍ଗାତ, ମତେ କାହିଁକି କଥାଟା ସତ ଭଳିଆ ଲାଗୁଛି। ତାହେଲେ କଣ କରିବା କହୁନୁ? ଶୁଣୁ, ସାହୁକାର ଘରୁ ଗୋଟେ କୋଦାଳ ନେଇ ସେ ଜାଗାକୁ ଯିବା, ସେଠି ମାଟି ଖୋଳି ଦେଖିବା କଣ ଅଛି। ଦେଖିଲୁ ସଙ୍ଗାତ, ଆମ ଭାଗ୍ୟ। ମୁଁ ଠାବ କହିଲି ବୋଲି ସିନା, ତତେ ନ କହିକି ଯଦି ମୁଁ ଏକୁଟିଆ ଆସିଥାନ୍ତି ତାହେଲେ ସବୁ ତ ମୋର ହେଇଯାଇଥାନ୍ତା। ଯାଉନ ସଙ୍ଗାତ,
ମୁଁ ଯଦି ତମ ସାଙ୍ଗରେ ଆସି ତମକୁ ସାହାଯ୍ୟ ନ କରିଥାନ୍ତି ତାହେଲେ ତମେ ଆକୁ ବି ପାଇ ନଥାନ୍ତ ମ। ଏଇଠି ସଙ୍ଗାତ କହିଦଉଛି ମୋରି ପାଇଁ ତମେ ଏ ସମ୍ପତ୍ତିରୁ ଅଧା ପାଉଛ, ନହେଲେ ଫୁସ୍। ଜମାରୁ ଅଧା ଆଉ କଣ ପୁରା? ଓ ଛାଡ ମୋ ସଙ୍ଗାତ, ହଉ ମୁଁ ଖୋଳିଲି ତମେ ଜଗିଲ, 2 ଜଣ ଯାକ ପରିଶ୍ରମ କରି ପାଇଲେ ଆଉ କଣ। ବୁଝିଲ ସଙ୍ଗାତ, ଏତେ ପରିଶ୍ରମ କରି କରି ଶୋଷରେ ମୋ ତଣ୍ଟି ଶୁଖି ଯାଉଛି। ମୁଣ୍ଡାଏ ପାଣି ଆଣନ୍ତନି, ପାଣି ପିଇସାରେ ସବୁ ଧନ ସମ୍ପତ୍ତି ବାଟିକି ନେବା। ହଁ ସଙ୍ଗାତ, କାଲିଠୁ ଉପାସ। ହଁ ମତେ ବି ଭାରି ଶୋଷ, ଏଣେ ଏଡେ ବଡ ପରିଶ୍ରମ। ହଁ ପାଣି ଯାଅ ସଙ୍ଗାତ, ଶୀଘ୍ର ଟିକେ ପାଣି ମୁନ୍ଦା ନେଇକି ଆସ। ହଉ ଦେଖେ। ହଁ ଯାଅ। ସଙ୍ଗାତ ନା ଫଙ୍ଗାତ? ଚିତା କାଟିବା ପାଇଁ ଏଇ ହଉଛି ଠିକ ମୌକା। ସଙ୍ଗାତ ଏଇ ନିଅ ପାଣି, ବହୁତ କଷ୍ଟରେ ଆଣିବି। ସଙ୍ଗାତ 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 ଶୁଣୁଛ? କଣ ହେଲା? ଧନ ତ ଗଲା, ଏଠି ଆଉ କାହିଁକି ପଡି ରହିବା? ଚାଲ ପଳେଇବା। ପଳେଇ ଯିବା ଯେ, କିନ୍ତୁ ଗୋଟେ କଥା। କି କଥା? ଦକ୍ଷିଣ ରାଜ୍ୟର ରାଜକୁମାରୀ ସାଂଘାତିକ ଅସୁସ୍ଥ। ଆହା, ବିଚାରି ଭଲ ଝିଅଟିଏ, ସେଇଥିପାଇଁ ତ ଦୟା ଆସୁଛି। ଆଉ ଏ ମାଗୁଣୀ ପାଇଁ ଦୟା ଆସୁନି? ଏ ମାଗୁଣୀର ଭାଗ୍ୟ ବଦଳି ଯାଆନ୍ତା ଯଦି ଏ କାଉଁରୀ ହାଡକୁ ନେଇ ରାଜକୁମାରୀ କି ଛୁଆଇ ଦିଅନ୍ତା। କାଉଁରୀ ହାଡ ତାକୁ ଦିଅ, ସେ ନିଜ ଭାଗ୍ୟ ପରୀକ୍ଷା କରୁ। ହଉ। ମହାରାଜାଙ୍କର ଜୟ ହେଉ। ପ୍ରଣାମ ମହାରାଜ। ପ୍ରଣାମ ରାଣୀମା।
ଜନ୍ମରେ କି ପାପ କରିଥିଲୁ ଆମେ ରାଗ ସକାଳରେ ପାଣି ପିଇବୁ ମା, ମାମାକୁ ପାଣି ଦଉଛି, ପାଣି ଆଣ। ମହାରାଜାଙ୍କର ଜୟ ହଉ। କି ସମ୍ବାଦ ଆଣିଛ ତୁ? ତ ଜମାଙ୍କୁ ଦେଖିବାକୁ କେହି ଜଣେ ଯୁବକ ଅନେକ ଦୂରରୁ ଆସିଛି ମଣିମା। ହେଲା ମଣିମା ଅନୁମତି ଦେଲେ ସେ ଜମାଙ୍କୁ ତା ମନ୍ତ୍ର ଶକ୍ତି ଦ୍ୱାରା ରୋଗମୁକ୍ତ କରିଦେବାର ପ୍ରତିଶ୍ରୁତି ଦେଇଛି। ଠିକ ଅଛି, ତାକୁ ଏଠାକୁ ନେଇ ଆସ। ଜୟ ଆଜ୍ଞା ମଣିମା। ତୁ ଭରସା ମା, ଚାଷୀ କିଛି ଭଲ କି ପଙ୍ଖା କରେ। ମହାରାଜାଙ୍କର ଜୟ ହଉ। ପ୍ରଣାମ ମହାରାଜ, ପ୍ରଣାମ ରାଣୀ। କିଏ? ରାଜଜେମା ଅସୁସ୍ଥ ଶୁଣି ଅନେକ ଦୂରରୁ ଆସିଛି, ତାଙ୍କୁ ଉପଶମ କରିବା ପାଇଁ। ଓହୋ, ଏ ବାଚଳତା ବନ୍ଦ କର। ଏତେ ବଡ ବଡ ଗୁଣି ବୈଦ୍ୟ ଆସି ଗଲେଣି, ତାର ହିସାବ ନାହିଁ। ମହାରାଜ, ମୋ ମତରେ ତାଙ୍କୁ ଜେମାଙ୍କୁ ଦେଖିବା ପାଇଁ ଥରେ ସୁଯୋଗ ଦିଆଯାଉ। ତମେ ଆସିପାର। କ୍ଷମା କରିବ ମହାରାଜ, ଜେମା ଆପଣଙ୍କର କୁକର୍ମ ପାଇଁ ଏ ଫଳ ଭୋଗ। କୁକର୍ମ? ହଁ, ଦରିଦ୍ରଙ୍କ ଉପରେ ଅତ୍ୟାଚାର। ବାଜେ କଥା। ଛାଡ଼ନ୍ତୁ ସେ କଥା। ଜେମା ତାଙ୍କର ପୂର୍ବ ଜନ୍ମର ସୁଫଳ ପାଇଁ ଏପର୍ଯ୍ୟନ୍ତ ବଞ୍ଚି ରହିଛନ୍ତି। ତେଣୁ ଆପଣମାନେ ସମସ୍ତେ ନିରବ ହୋଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। তুমি କିଏ ଯୁବକ? ମୁଁ ଗୋଟିଏ ଗରିବ ପିଲାମଣି। ତୁମେ ଏ ଅସାଧ୍ୟ କର୍ମ ସାଧିଲ କେମିତି? ସବୁ କିଛି ସେ ଈଶ୍ୱରଙ୍କ ଇଚ୍ଛା। ହଁ ଯୁବକ, ତୁମେ ମୋ ଆଖି ଖୋଲି ଦେଇଛ। ମୁଁ ପ୍ରକୃତରେ ଜଣେ ପାପୀ। ମୁଁ ଗରିବ ଲୋକଙ୍କୁ ଶୋଷଣ କରିଛି, କିନ୍ତୁ ନା, ଆଜିଠାରୁ ଏ ରାଜ୍ୟରେ ସେ କଥା ହବ ନାହିଁ। ମହାରାଜଙ୍କର ଜୟ ହେଉ। ମୁଁ ଏଠାରେ ଘୋଷଣା କରୁଛି ଯେ ମୋର ଏକମାତ୍ର ଅଲିଅଳି କନ୍ୟାର ବିବାହ ହବ ଏକ ଗରିବ ଯୁବକ ସହିତ। ମହାରାଜଙ୍କର ଜୟ ହେଉ। ଗରିବ ଯୁବକ ଆଉ କେହି ନୁହେଁ, ଏ ଅସାଧ୍ୟ କର୍ମୀ ଯୁବକ। ଯାଅ, ସାରା ରାଜ୍ୟରେ ଘୋଷଣା କରିଦିଅ। ଈଶ୍ୱର ବଡ଼ ମହାନ ଜେମା, ତାଙ୍କର ଦୟା ନଥିଲେ ମୁଁ କିଏ ଆଉ ତମେ କୋଉଠି? ସେମିତି କଣ କୁହନ୍ତି? ସବୁ କଥା ଶୁଣି ସାର ଜେମା। ମୋର ଘନିଷ୍ଠ ବନ୍ଧୁ ମାଗୁଣି ମତେ ଠକି ଚାଲିଗଲା, କିନ୍ତୁ ଭଗବାନଙ୍କର ଅସୀମ ଦୟା, ସେ ଯୋଡ଼ିଦେଲେ ତମକୁ ମୋ ଜୀବନ ସହିତ। ଗରିବ ପ୍ରତି ଦୟା କର, ଭିକ ମୁଣ୍ଡାଏ ଦିଅ। ଆହା, ପିଚୁର କଣ ହେଇଛି ଦେଖିଲ? କିଏ କିଏ ତମେ?
ସଙ୍ଗାତ ତୁ ତମେ ତମେ ଏଇ ମାଗୁଣି ଭାଇ କଥା କହୁଥିଲ? ହଁ କିନ୍ତୁ ସଙ୍ଗାତ ତୋର ଧନ ସମ୍ପତ୍ତି କୁଆଡେ ଗଲା? ସେସବୁ ପାଠ ମାରଣା ହେଇଗଲା। ଚୋରମାନେ ମତେ ବାଡି ମୋ ଗୋଡ ଭାଙ୍ଗିଦେଲେ। ସେଇ ଦିନଠୁ ମୁଁ ଏଇ ମନ୍ଦିରରେ ପଡି ରହିଛି। ମୁଁ ତତେ ଯେମିତି ଠକିଲେ ଠାକୁର ମତେ ସେମିତି ଦଣ୍ଡ ଦେଲେ। ହେମା କଣ କହିବ? ମୋ କର୍ମକୁ ଆଦରି ମୁଁ ଏଠି ପଡି ରହିଛି। ଠାକୁର ତୋର ମଙ୍ଗଳ କରନ୍ତୁ। ସଙ୍ଗାତ ନା ନା, ମୁଁ ତ ସଙ୍ଗାତ ନୁହେଁ। ମୁଁ ଗୋଟେ ମହା ପାପୀ। ତୁ ମତେ ଭୁଲି ଯା। ହେଲେ ତୁ ଭଲରେ ରହ। ଚାଲି ଯା। ନା, ତମେ ବି ଆମ ସାଙ୍ଗରେ ଯିବ। ଦେଖିଲୁ ଦେଖିଲୁ ସଙ୍ଗାତ, ଯୋଉ କଥା ମୁଁ କହିବି ବୋଲି ଭାବୁଥିଲି ସେ କଥା ତୋ ସଙ୍ଗାତୁଣୀ କହିଦେଲେ। ମୋ ସାଙ୍ଗରେ ଚାଲ ଚାଲ। ଆରେ ଅଭାବର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ତୁ ମତେ ସଙ୍ଗାତ ବୋଲି ଭାବୁଛୁ ନା ନାଇଁ? ହଁ ଯେ, ତେବେ ତେବେ ଚାଲ ଚାଲ ମୋ ସାଙ୍ଗରେ। ହଁ ସଙ୍ଗାତ ଚାଲ। ସଙ୍ଗାତ ଚାଲ ମୋ ସାଙ୍ଗରେ।